ବ୍ରତଘର କାମ ଆରମ୍ଭ ହେଇଗଲାଣି। ଆଉ ଏଇଠି ହେଇଛି ସକାଳ ସକାଳ। ମୁଁ ଏଇଟା ନେଉଛି ସବଜାଓ ମିଶ୍ରି। ମୋର ସାଉଣ୍ଡ ପାଇଁ ମୁଁ ଆପଣମାନଙ୍କୁ ସରି କହୁଛି, କାହିଁକିନା ଏତେ କାମ ବ୍ୟସ୍ତ ତାର ଦେହ ବହୁତ ହି ଖରାପ ହେଇଯାଇଛି। ତାପରେ ଥଣ୍ଡା କାଶ ଜ୍ୱର ଆପଣ ମୋ ସାଉଣ୍ଡରୁ ଜାଣିପାରୁଥିବେ। ଆଉ ସକାଳୁ ସକାଳୁ ଆଜି କରିଥିଲି ମୁଁ ଚକୁଳି ପିଠା, ମାନେ କି ପିଆଜ ଚକୁଳି ପିଠା। ସମସ୍ତେ ଜଳଖିଆ ଖାଇ ପକାଇଲୁ। ଚକୁଳି ପିଠା ଖାଇଲା ପରେ ଏତେ କାମ ଥିଲା କି ମୁଁ ଖାଇ ପକାଇଥିଲି। ଟିକେ ପଖାଳ ଆମେ ନେଇଯାଇଥିଲୁ। ଆଉ ତାପରେ ଦେଖନ୍ତୁ ଦ୍ୱିପହର ରୋଷେଇ କଲି, ଚୁଲିରେ କରିଥିଲୁ। ତ ଚୁଲିର କାମ ଦାମ ସବୁ ରୋଷେଇ ଦିଆଡ଼େ ଲଗେଇ ଦେଇଥିଲି। ଆଉ ରୋଷେଇ ସରିଲା ପରେ ବ୍ରତଘର କାମ ବି ଆରମ୍ଭ ହେଇଗଲାଣି, ପ୍ରିପାରେସନ୍ ଆରମ୍ଭ ହେଇଗଲାଣି ବ୍ରତଘର ପାଇଁ। ତ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇବି ଘରର କ'ଣ କ'ଣ କାମ ଚାଲୁ ହେଇଛି। ଏଇଠି ଦେଖନ୍ତୁ ବଗିଚାରେ ଆମେ ଲଗେଇ ଦେଇଛୁ ଜେସିପି, ତାକୁ ପୁରା ଗଛପତ୍ର ସବୁ ସଫା କରିଦେବ, ସେ କାମ ଲଗେଇ ଦେଇଛୁ। ତାହେଲେ ଆମର ସବୁଠୁ ବିଗ୍ ପ୍ରୋବ୍ଲେମ୍ ହେଉଛି କୂଅରେ ପାଣି ହିଁ ନାହିଁ। ତ ସେଥିପାଇଁ ସେ ପ୍ରିପାରେସନ୍ ଚାଲିଛି କି କୂଅ ଖୋଳା ଚାଲିଛି। ଆଉ ଏଇଠି ମୋର ରୋଷେଇ ବି କମ୍ପ୍ଲିଟ୍ ହେଇଯାଇଛି। ତ ତରକାରୀ ଅଛି, ଆଉ ଏଇଠି ଅଛି ଆମର ବଡ଼ି ଫୁଲା ଅଛି। ତ ପଖାଳ ପାଣି କରିକି ଆମେ ଖାଇଦେବୁ, ସେଥିପାଇଁ ଚାଲିଛି। ଆଉ ଏଇଠି କୂଅ ଖୋଳା ଚାଲିଛି। ଦେଖନ୍ତୁ ଏଇଠି 3 ଦିନ ହେଲାଣି କୂଅ ଖୋଳା ହେଉଛି, କିନ୍ତୁ ପାଣି ଜମା ବି ନାହିଁ। ତାପରେ ଦେଖୁଛି, ଚାଲନ୍ତୁ ଆପଣଙ୍କୁ ସାହିର ଯେଉଁ ମୋ ପୁଅର ବ୍ରତଘର ହେବ, ତା'ର ବେଦୀ ତିଆରି ହେବ, ମୁଁ ଆପଣଙ୍କୁ ଦେଖେଇବି ନେକ୍ସଟ ଯେଉଁ ତିଆରି ହେଇଛି। ତାର କଲର୍ ବି ଚାଲୁ ହେଇଗଲାଣି, ପ୍ରାଇମର୍ ମରା ହେଇଗଲାଣି। ଆଉ ଏଇଠି ଗୋଟେ ଛୋଟିଆ ବେଦୀ ବି ହେବ, ସାମ୍ନା ଘର ବି ହେଇଗଲାଣି। ଆଇ ହୋପ୍ ଆପଣଙ୍କୁ ଭିଡ଼ିଓ ଭଲ ଲାଗିଥିଲେ ନିଶ୍ଚିତ ଲାଇକ୍ ଆଉ କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ରହିଲି, ଜୟ ଜଗନ୍ନାଥ।